କୁହାଯାଉଛି। ସେ ଭାଗ୍ୟବାନ ଜୀବ ଯେ କେତେ ବ୍ରହ୍ମାଣ୍ଡରେ କେତେ ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡରେ ଲକ୍ଷ ଲକ୍ଷ ଯୋନିରେ ଭ୍ରମଣ କଲା ପରେ ଯଦି କୌଣସି ଅଜ୍ଞାତ ସ୍ୱୀକୃତି ଅର୍ଜନ କରିଥାଏ, ସେ ଭାଗ୍ୟବାନ ଜୀବ ସେ ଗୁରୁକୃଷ୍ଣ କୃପା ଗୁରୁକୃପା ଲାଭ କରି ଭକ୍ତି ପଥକୁ ଆସେ। ବ୍ରହ୍ମାଣ୍ଡ ଭ୍ରମିତେ କୋ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ କୃପା ପାଏ ଭକ୍ତିଲତା ଗୁରୁକୃପା କୃଷ୍ଣ କୃପା লাভ করে ভক্তি পথକୁ আসে। তাতে কৃষ্ণ ভজে করে গুরুর সেবন, মায়াজাল ছুটে পাবে কৃষ্ণের চরণ। তেণু গুরুপাদ আশ্রয় করে শিষ্যের এই হংসাদিমান তম প্রপন্নম শ্রীমদ ভগবদ্গীতারে কথা କୁହାଯାଇଛି। ଯେତେବେଳେ ଗୁରୁଙ୍କର ପାଦାଶ୍ରୟ କରି ଯାହା ଏଠି ନାରଦମୁନି କହୁଛନ୍ତି ଯେ who thus opens his eyes in terms of Vedic knowledge is never builded in this material world. এই তত্ত্ব বিজ্ঞান বেদ জ্ঞান ଜାଣିବା ପାଇଁ ଉନ୍ମୁଖ হয়। ସେଥିପାଇଁ ସେ କଣ କରେ, ଭାଷ୍ୟରେ ଆମ ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜ କହିଲେ ଯେ ସେ ନିଶ୍ଚିତ ଭାବରେ ଗୁରୁପାଦ ଆଶ୍ରୟ କରିବେ। ଗୁରୁପାଦ ଆଶ୍ରୟ କରିବେ। ଗୁରୁଙ୍କ ପାଦ ସେ କଲେ, ଗୁରୁପଦାରବିନ୍ଦରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କଲେ ଏବଂ ଗୁରୁଦେବଙ୍କୁ ଯେତେବେଳେ ଯାହା ଶ୍ରୀମଦ୍ ଭଗବଦ୍ଗୀତାରେ କୁହାଯାଇଛି ପ୍रणिपातेन परिप्रश्नेन सेवया उपदिख्यन्ति ते ज्ञान ज्ञानिन तत्त्वदर्शिन। এই କଥା ଆମର କୁହାଯାଇଛି। ଆଚାର୍ଯ୍ୟମାନେ ଏ ଉପରେ ବାରମ୍ବାର କଥା କୁହନ୍ତି। ସେ ଗୁରୁଦେବଙ୍କ ପାଖକୁ ଯାଇ ଗୁରୁଦେବଙ୍କର ପଦାରବିନ୍ଦରେ ସମ୍ପୂର୍ଣ୍ଣ ରୂପେ ନିଜକୁ ପ୍ରପନ୍ନ କରିବ, ଉତ୍ସର୍ଗ କରିବ। ଗୁରୁ ପଦାରବିନ୍ଦରେ ପ୍ରପନ୍ନ ହେବ, ତାପରେ ଗୁରୁଦେବଙ୍କର ସେବା କରିବ, ଗୁରୁଙ୍କୁ ସନ୍ତୁଷ୍ଟ କରିବ, ଆଉ ଏ ତତ୍ତ୍ୱ ଜିଜ୍ଞାସା କରିବ। ଗୁରୁଦେବ ସନ୍ତୁଷ୍ଟ ହେଇକରି ତତ୍ତ୍ୱ ଜ୍ଞାନ ଉପଦେଶ ଦେବେ, ଗୁରୁ କୃପାରେ ଲାଭ ହେବ। ଯେପରି କରନ୍ତି ସେ ହେଉଛନ୍ତି ଭାଗ୍ୟବାନ ଜୀବ। ତାହା ନହେଲେ ଏସବୁ କଥା ସେ ଜାଣିପାରିବେ ନା। ଏ ଯୋଉ କଥା ନାରଦମୁନି କହୁଛନ୍ତି, ଜୀବର ଯେ ଅନ୍ତିମ ଏ ଯେ ପୂର୍ବ କୁହାଗଲା ଅନ୍ତିମ ଲାଭ ଯୋଉଟା ସେ ଭଗବତ ଚରଣ ଆରବିନ୍ଦ ପ୍ରାପ୍ତ ହବା বা জীবের স্বরূপ হয় কৃষ্ণের নিত্য দাস, যেটা জীবর স্বরূপ যে কৃষ্ণଙ୍କର ନିତ୍ୟ ଦାସ, ଦାସ ସୂତ୍ରରେ ଯୋଉ ସମ୍ବନ୍ଧ ଜ୍ଞାନ ଲାଭ କରିକି ଦାସ ସୂତ୍ରରେ ଭଗବାନଙ୍କର ଅବସ୍ଥିତ ରହି ନିତ୍ୟ ଭଗବାନଙ୍କ ସେବାରେ ନିଯୁକ୍ତ ହବ। এই বদ্ধ জীব গুরু আশ্রয় ন কলে, গুরুଙ୍କଠାରୁ ତତ୍ତ୍ୱ ଜ୍ଞାନ ଲାଭ ନ କଲେ, ଗୁରୁ କୃପା ଲାଭ ନ କଲେ ଏହା କଦାପି କରିପାରିବ ନା। When guided by spiritual master, one attains the ultimate goal of life. সেটা হচ্ছে ultimate goal of life, জীবনের অন্তিম লক্ষ্য। সে ভগবানଙ୍କର সেবা ନିଯୁକ୍ତ ହେବା, ସ୍ୱରୂପ ଅବସ୍ଥାନ କରିବା। জীবের স্বরূপ হয় কৃষ্ণ নিত্য দাস, যে কৃষ্ণଙ୍କ নিত্য দাস জীবনର ସ୍ୱରୂପ, ସେ ସ୍ୱରୂପ ଅବସ୍ଥାନ କରିବା ସମ୍ଭବପର ହବ ନା ଗୁରୁପାଦାଶ୍ରୟ ନ କଲେ। ଗୁରୁପାଦାଶ୍ରୟ କଲେ, ଗୁରୁଙ୍କଠାରୁ ତତ୍ତ୍ୱଜ୍ଞାନ ଲାଭ କଲେ, ଗୁରୁ କୃପା ଲାଭ କଲେ ସବୁଥର হয়। আর যে ব্যক্তি ଏହା କରନ୍ତି ସେ ଭାଗ୍ୟବାନ ଜୀବ। ଆଉ ସମସ୍ତ ଆଚାର୍ଯ୍ୟ ଉପରେ ଜୋର ଦେଇଛନ୍ତି, ସେ ଜୋର ଦେଇଛନ୍ତି। गौरवाणी श्रील भक्ति सिद्धांत सरस्वती गोस्वामी महाराज, आमर परमाराध्य गुरुदेव श्री श्रीमती भक्तिवेदांत स्वामी प्रभुपाद महाराज, एमाने जो माने गौरवाणी मूर्त विग्रह, माने अनर्गल गौर कथा, कृष्ण कथा, गौर जनकर कथा, तांकर नाम गुण रूप लीलादिर कथा अभीष्ट चित्तरे कीर्तन करती। से माने प्रकट काल गौरवाणी तांकर प्राण स्वरूप थिला ଏବଂ ଅପ୍ରକଟ କାଳରେ ମଧ୍ୟ ତାଙ୍କର ବାଣୀ ବିଶ୍ୱର ସର୍ବତ୍ର ଧ୍ୱନିତ ଚାଲିଛି ଅଛି। ସେ ହରିକଥା କହିବାକୁ ଯାଇ ସେ ଚୈତନ୍ୟ ଚରିତାମୃତର ଗୋଟେ ପଦ, ଏଇ ହେଉଛି
ବ୍ରହ୍ମାଣ୍ଡ ଭ୍ରମିତେ କୋନ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତି ସାହାଯ୍ୟ ଏ କଥା କହୁଛି। ଜୀବ ଏଇ ବ୍ରହ୍ମାଣ୍ଡବାସୀ ସେ ନିଜର ଅନୁସ୍ୱାଧୀନତାର ବ୍ୟବହାର କରି ମାୟାଗ୍ରସ୍ତ ହୋଇ ମାଇକ ବ୍ରହ୍ମାଣ୍ଡରେ ଘୁରୁଛି। କେତେବେଳେ ମଣିଷ, କେତେବେଳେ ଦେବତା, କେତେବେଳେ ଯକ୍ଷ, କେତେବେଳେ କିନ୍ନର, କେତେବେଳେ ବୃକ୍ଷ, ଲତା, କୀଟ, ପତଙ୍ଗ ପ୍ରଭୃତି ନାନା ଯୋନି ଧାରଣ କରି ମାଇକ ବ୍ରହ୍ମାଣ୍ଡରେ ଘୁରି ବୁଲୁଛି। ଏହିପରି ବିଭିନ୍ନ ଦେହ ଧାରଣ କରି କର୍ମଫଳ ସେ ଭୋଗ କରୁଛି। ସୁଖ ଦୁଃଖ ବ୍ୟାଧି ଯନ୍ତ୍ରଣା ଭୋଗୁଛି। ଜନ୍ମ ମୃତ୍ୟୁ ଚକ୍ରରେ ଘୁରୁଛି। କିନ୍ତୁ ସଦ୍ଗୁରୁ ଚରଣାଶ୍ରୟରେ ତାର ଭାଗ୍ୟୋଦୟ হয়। সে হচ্ছে সদ্গুরু চরণাশ্রয় কলে প্রকৃতের ভাগ্যোদয় হয়। এইপরি ভ্রমণ করি করি অনন্ত কোটি জীব মধ্যে কৌশি ভাগ্যবান জীবর যেতবে ভাগ্য কমি যায় সেতবে সে সদ্গুরুঙ্ক দর্শন পায়। বহু জন্ম বিতি যাই কিন্তু যে দেহরে গুরুঙ্কর দর্শন হয় অর্থাৎ যে জীবনের সদ্গুরু চরণাশ্রয় করিবার সুযোগ মিলে সেই জীবনটি হচ্ছে সৌভাগ্যের সূচক। যেতবে গুরুদেবঙ্ক দর্শন হয় সেতবে তাঁর কৃপা দৃষ্টি ভিতর পড়ি যায়। গুরুদেবঙ্ক আমি দর্শন করিছু এবং গুরু পাদপদ্ম যদি আমাকে দর্শন করন্তি তাঁর কৃপা দৃষ্টি যদি আম উপরে পড়ে ଆମେ ଯେ ତାଙ୍କର ଗୁରୁତ୍ୱ, ତାଙ୍କର ଅତିମର୍ତ୍ତ୍ୟ ଚରିତ୍ର, ତାଙ୍କର ମହାଭାଗବତୋତ୍ତମତା ହୃଦୟରେ ଉପଲବ୍ଧି କରୁ ତାହେଲେ ଜୀବନ ସାର୍ଥକ ହେବ। ସେ ଗୁରୁମାନେ ଓଜନିଆ ଜିନିଷ, ଭାରି, ସେ ମହାନ, এই ଦର୍ଶନ ଯଦି କାହାର ଆସେ ତାହେଲେ ତାହାର ମହାଭାଗ୍ୟ ଉଦୟ ହେଇଛି ବୋଲି କହିବାକୁ ହେବ। ଆଚାର୍ଯ୍ୟ ମାଙ୍ଗିଜାନେ ନାରମନ୍ୟ କରିଛି ନା ମର୍ତ୍ତ୍ୟ ଉଦ୍ଦେଶ୍ୟ ସର୍ବଦେବମୟ ଗୁରୁ। ଏ କଥା କୁହାଯାଇଛି ଭଗବାନ କୃଷ୍ଣ ଉଦ୍ଧବ କରୁଛନ୍ତି। ସାଧାରଣ ମର୍ତ୍ତ୍ୟ ବୁଦ୍ଧି କରିବ ନା ମାଙ୍ଗିଜାନ୍ୟ ମୋର ପ୍ରକାଶ ବିଗ୍ରହ ପ୍ରକାଶ ମତ୍ସ୍ୱରୂପ ସେ ଆଚାର୍ଯ୍ୟ ସେ ଗୁରୁଦେବ এই কথা କରୁଛନ୍ତି। ମର୍ତ୍ତ୍ୟ ବୁଦ୍ଧି ଯଦି ହେଇଯିବ ତାହେଲେ ସେ ଗୁରୁ ହେବେ ନା, এই କଥା ଅଛି ଆମ ଗୁରୁତତ୍ୱର କଥା। ସେଥିପାଇଁ କୁହାଯାଏ ଗୁରୁ ଭାରି ମହାନ। এই ଦର୍ଶନ ଯଦି କାହାର ଆସେ ତାହେଲେ ତାର ମା ଭାଗ୍ୟ ଉଦୟ ହେଇଛି ବୋଲି ବୁଝିବାକୁ ପଡ଼ିବ। ସେ ଭାଗ୍ୟବାନ ବୋଲି ବୁଝିବାକୁ ପଡ଼ିବ। ଗୁରୁଦେବଙ୍କ ରକ୍ତମାଂସ ସ୍ୱର କଥା କୁହାଯାଉ ନାହିଁ। ବାହ୍ୟ ରୂପ ଦେଖିବା ପ୍ରାକୃତ ଦର୍ଶନ, ପ୍ରାକୃତ ଦର୍ଶନର କଥା ଗୁରୁ ଦର୍ଶନ ନୁହେଁ। ତାଙ୍କର ଗୁରୁତ୍ୱ, ତାଙ୍କର ପୃଷ୍ଠ ପ୍ରେଷ୍ଠତ୍ୱ, ତାଙ୍କର ମହତ୍ତ୍ୱ ଦର୍ଶନରେ ଏ ଯୋଉ ମହତ୍ତ୍ୱ ଦର୍ଶନ ନାମ ହେଉଛି ଅପ୍ରାକୃତ ଦର୍ଶନ। ତାଙ୍କ ଭିତରେ ଗୌର କରୁଣା ଶକ୍ତି ଖେଳୁଛି। ସେ ଅନ୍ତରସ୍ଥିତ, এই ଅନ୍ତରସ୍ଥିତ ରୂପଟି ଯଦି କାହାର ଦର୍ଶନରେ ଆସେ ତାହେଲେ ସେ ନିଶ୍ଚୟକୁ ଭାଗ୍ୟବାନ ବୋଲି ଜାଣିବାକୁ ହେବ। ଗୁରୁମାନେ ସେ ଦୟାଳୁ, ସେ କ୍ଷମାଶୀଳ, ଜୀବ ପ୍ରତି ସେ କୃପାମୟ, ସେ କୃଷ୍ଣ ପ୍ରେଷ୍ଠ ଜନ। ସେ ভৌম জগতের কৃষ্ণকে দেবা পাই আসছেন। কৃষ্ণ যে তোমার কৃষ্ণ দিতে পার, তোমার শকতি আছে। আমি যে কাঙ্গাল কৃষ্ণ কৃষ্ণ বলি ধাই তব পাছে পাছে। এই মাধবঙ্কর কথা আছে। সে আমাকে কৃষ্ণ দেলে ଆମେ ତାଙ୍କ ନିକଟରୁ କୃଷ୍ଣ ଶ୍ରଦ୍ଧା, କୃଷ୍ଣ ରୁଚି, କୃଷ୍ଣ ପ୍ରେମ ରୂପ ମହାଧନ ପାଇଲୁ। ଏହା ହିଁ ଯଥାର୍ଥ ଗୁରୁଙ୍କର ରୂପ ଦର୍ଶନ। ସେ ଆମ ଆଡ଼କୁ କରୁଣାପୂର୍ଣ୍ଣ ନେତ୍ରରେ ଚାହିଁଛନ୍ତି। ସେ ଆମର ପାତିତ୍ୟରୁ ଉଦ୍ଧାର କରିବାର ସଂକଳ୍ପ ଗ୍ରହଣ କରିଛନ୍ତି। କୌଣସି ହତଭାଗ୍ୟଜନ ଗୁରୁଙ୍କର ଏହି ରୂପ ଦର୍ଶନ କଲେ ତାଙ୍କର ଭାଗ୍ୟୋଦୟ ହେଇଛି ବୋଲି ବୁଝିବାକୁ ହବ। ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧରେ କୁହାଯାଇଛି ଭବାପବର୍ଗୋ ଭ୍ରମତୁ ଯଦା ଭବେଜ୍ଜନସ୍ୟ ଅର୍ହଚ୍ୟୁତ ସତ୍ସମାଗମ ସତ୍ସଙ୍ଗମୋ ଦର୍ହି ତଦୈବ ସଦ୍ଗତୌ ପରାପରେ ସେ ତ୍ୱୟି ଜାୟତେ ରତି। ହେ ଅଚ୍ୟୁତ, ଏହିପରି ଭାବରେ ସଂଶ୍ରଣଶୀଳ ବ୍ୟକ୍ତିର ଯେଉଁ ସମୟରେ ବନ୍ଧନ ଦଶାର ଶେଷ হয়, ନାରଦମୁନି କହିଲେ କିପରି ସଂଶ୍ରଣ କରୁଛି, କିପରି ଉଦ୍ଭବତି କରି କରି ଶେଷରେ ତାର ଯୋଉ ମେଟେରିଆଲ ଡିଜିଗ୍ନେସନଟା
ଭୌତିକ ଜଡ଼ ଉପାଧି ତା ଶେଷ ହେଇଯାଉଛି। ସେ କଥା କ୍ରମ କଥା କହିଛନ୍ତି, କାରଣ ସେ କଥା ଏହିପରି ଭାବେ ସଂସ୍କାରଶୀଳ ବ୍ୟକ୍ତିର ଯେଉଁ ସମୟରେ ବନ୍ଧନ ଦଶାର ଶେଷ হয় ସେତେବେଳେ ସତ୍ସଙ୍ଗମ ଘଟିଥାଏ ଏବଂ ଯେତେବେଳେ ସତ୍ସମାଗମ হয় ସେତେବେଳେ ସାଧୁଜନଙ୍କର ପରମ ଗତି ସ୍ୱରୂପ ନିଖିଳ କାର୍ଯ୍ୟ କାରଣ ନ୍ୟାନ୍ତା ଆପଣଙ୍କ ପ୍ରତି ଅର୍ଥାତ୍ ଭଗବାନଙ୍କ ପ୍ରତି ଭକ୍ତି ଜନ୍ମିଥାଏ, ସେଥିରୁ ମୁକ୍ତି হয়। ସଦ୍ଗୁରୁଙ୍କ ଦର୍ଶନରେ ଜୀବର ବହୁ ବନ୍ଧନ କ୍ଷୟ হয়। ଜୀବର ସଂସାର ବନ୍ଧନ କ୍ଷୟ ସମୟ ହେଲେ ତାହାର ମହତ୍ ଦର୍ଶନ ବା ଗୁରୁ ଦର୍ଶନ ହୁଏ। ଯାହାଙ୍କର ଏପରି হয় ସେ ହେଉଛନ୍ତି ଭାଗ୍ୟବାନ। ଗୁରୁଦେବଙ୍କର ମହାଜନତ୍ୱ ତାଙ୍କର ଉପଲବ୍ଧିରେ ଆସି ନଥିଲା। ଏତେ ଦିନ ସେ ହତଭାଗ୍ୟ ଥିଲା। ବ୍ରହ୍ମାଣ୍ଡ ଭ୍ରମଣ କରି କରି କୌଣସି ହତଭାଗ୍ୟ ଜୀବ ଗୁରୁଦେବଙ୍କ ଦର୍ଶନ ପାଇ ଭାଗ୍ୟବାନ ହେଲା। କାହିଁକି ତାର ଭାଗ୍ୟର ଉଦୟ ହେଲା? ଏ ଜଗତରେ କିଏ ରାଜଦର୍ଶନ କରେ, ତାର ଅର୍ଥାଭାବର ପୂରଣ କରିନିଏ, କିଏ ସମ୍ରାଟ କିମ୍ବା ରାଜନୈତିକ ନେତାଙ୍କୁ ଦର୍ଶନ କରି କିଛି ଛୋଟ ଅଭାବ ପୂରଣ କରି ନେଇଥାଏ। ଆପଣ ସହିତ ଯାଉଛନ୍ତି ନା ସତ୍ୟ ଗୋବିନ୍ଦ ପ୍ରଭୁ କଣ କିଛି ରାଜନୈତିକ ନେତାଙ୍କ ପାଖକୁ ନା ନାଇଁ ସାରିଲେଣି କାମ ଯାଇକି ଆସିଲେଣି ସାରିଗଲେଣି। ରାଜଦର୍ଶନ ରାଜନୈତିକ ନେତାଙ୍କର ଦର୍ଶନ କରିକି ଛୋଟ ଭାବ ପୂରଣ କରିପାରେ। ଏ ପ୍ରକାର ଭାଗ୍ୟକୁ ବଡ ଭାଗ୍ୟ ବୋଲି କୁହାଯାଏ ନା। ଗୁରୁଦେବଙ୍କ ଦର୍ଶନରେ ଯେଉଁ ଭାଗ୍ୟୋଦୟ হয় ତାହାର ତୁଳନା ନାହିଁ। କାରଣ ସେ ଏତେ ଦିନ ଧରି କର୍ମୀ ଜ୍ଞାନୀ ଭୋଗୀ କିମ୍ବା ତ୍ୟାଗୀ ଥିଲା। ଏଥର ସେ ଭଗବାନଙ୍କ ଦାସ ହେଲା। ଏଟା ଭାଗ୍ୟ। ବ୍ରହ୍ମାଣ୍ଡ ଭଳି কোন ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ କୃପାରେ ପାଏ ଭକ୍ତି ଲତା। ବର୍ତ୍ତମାନ ଭଗବାନଙ୍କ ଦାସ ହବ, ସ୍ୱସ୍ୱରୂପରେ ପ୍ରତିଷ୍ଠିତ ହବ। এই গুরুদর্শন মানে জন্ম মৃত্যু চক্র ঘূর্ণন অবসান হবার সময় আসছে। ভগবত বৈ মুখ্য জনিত কর্মবন্ধনর মোচনর সূত্রপাত ହେଲା। জন্ম জন্মান্তর ধরি কান্দিছি, ବିଷହରା ପଥରା ହେଇ କେତେ କଷ୍ଟ ପାଇଛି। ସେ ଦୁଃଖର ଏବେ ଚିର ଅବସାନ ହବ। ଗୁରୁଙ୍କର ଦର୍ଶନ ମାନେ ଲଘୁର ସଙ୍ଗ ତ୍ୟାଗ। ଧନ ଜନ କବିତା ସୁନ୍ଦରୀ ପ୍ରତି ଆସକ୍ତି ଅନୁରାଗର ସମାପ୍ତି। କବି ପଣ୍ଡିତ ରାଜା ପ୍ରଭୃତି ଲଘୁବସ୍ତୁର ସଙ୍ଗ ବା ଦର୍ଶନର ବ୍ୟାପ୍ତି ପାଇବ। ବୈଜ୍ଞାନିକ ସାହିତ୍ୟିକ ରାଜନୀତିଜ୍ଞ ମାତା ପିତା ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ପ୍ରଭୃତିଙ୍କ ପ୍ରଭାବରୁ ମୁକ୍ତି ପାଇବ। କବିତାର ସୁନ୍ଦର ଲେଖା ବା ରଚନା ଦ୍ୱାରା ଜୀବକୁ ମୁଗ୍ଧ କରିପାରେ। ବୈଜ୍ଞାନିକ ତାର ଯୁଗ ବିପ୍ଳବୀ ଅତ୍ୟାଶ୍ଚର୍ଯ୍ୟ ଆବିଷ୍କାର ଦ୍ୱାରା ଜୀବକୁ ବିସ୍ମୟାଭିଭୂତ କରିପାରେ। ରାଜନୀତିଜ୍ଞ ତାଙ୍କ ନୂତନ ଆଇଡିଓଲୋଜି ଦ୍ୱାରା ପ୍ରଭାବିତ କରିପାରେ। କିନ୍ତୁ ଗୁରୁଙ୍କ ଦର୍ଶନରେ ଏସବୁ ଲଘୁ ସଙ୍ଗର ଉଦ୍ଧାରର ସୂତ୍ରପାତ হয়। ସୂର୍ଯ୍ୟଙ୍କର ଆଲୋକରେ ଯେପରି ସୂର୍ଯ୍ୟ ଦର୍ଶନ হয়, ଠିକ୍ ସେହିପରି ଗୁରୁଦେବଙ୍କ କୃପାରେ ଗୁରୁ ଦର୍ଶନ হয়। ଗୁରୁଙ୍କର ଫଟୋ କିମ୍ବା ତାଙ୍କର ଚେହେରା ଦେଖି ହୁଏ ନା। ଯାହାଙ୍କ ଉପରେ ତାଙ୍କ ନିଜର ସତ୍ତା ନିଜର ପର୍ସନାଲିଟି ବା ବ୍ୟକ୍ତିତ୍ୱର ପ୍ରଭାବ ପଡେ ତାଙ୍କର ଗୁରୁ ଦର୍ଶନ হয়। ନାମାତ୍ମା ପ୍ରବଚନ ଲବ୍ଧ ନ ମେଧୟା ନା ବହୁନା ଶ୍ରୁତି ନା କଟୋପନିଷଦରେ କହିଛି। ଗୁରୁଙ୍କ ଦର୍ଶନ ହେଲେ ଏକ ନୂତନ ଜନ୍ମ ଲାଭ হয়। ଏକ ନୂତନ ଆଲୋକ ଜୀବନ ଉପରେ ପଡେ। ଏତେ ଦିନ ଧରି ଜଗତରେ ଯେଉଁ ସଙ୍ଗ ଯେଉଁ ଭାବ ଯେଉଁ ପରିବେଶରେ ଥିଲା ସେଥିରୁ ମୁକ୍ତ କରି ଗୁରୁଦେବ ବୈକୁଣ୍ଠ ରାଜ୍ୟରେ ପ୍ରବେଶ କରାଇ ଦିଅନ୍ତି। ଏହିପରି ଭାବରେ କୌଣସି ମହାଜନଙ୍କ ପ୍ରସାଦରେ ଭାଗ୍ୟବାନ ଜୀବ ଭକ୍ତିଲତା ବୀଜ ପାଏ। ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବୀଜ। ଶ୍ରୀ ଗୁରୁଦେବ କୃଷ୍ଣଙ୍କର କୃପା ମୂର୍ତ୍ତି ଧରି ଧରାକୁ ଆସିଥାନ୍ତି। ଗୁରୁଦେବଙ୍କୁ ପାଇବା ମାନେ କୃଷ୍ଣ ପ୍ରସାଦ ପାଇବା। କୃଷ୍ଣ ଯଦି କୃପା କରେন কোন ଭାଗ୍ୟବାନ ଗୁରୁ ଅନ୍ତର୍ଯାମୀ ରୂପେ ଶିଖାଏ ଆପନେ। ଗୁରୁଦେବ ମୂର୍ତ୍ତିମାନ କୃଷ୍ଣ ପ୍ରସାଦ। ଗୁରୁ ପାଇଲେ ସୌଭାଗ୍ୟ ମିଳେ, କାହିଁକି ନା ଭକ୍ତିଲତା ବୀଜ ଲାଭ হয়। ଭୁକ୍ତି ମୁକ୍ତି କନକ କାମିନୀ ପ୍ରତିଷ୍ଠା ଏସବୁ ପାଇଲେ ଭାଗ୍ୟ ଉଦୟ ହୁଏ ନା। ଯଦିଓ ଜଗତରେ ମାୟାଗ୍ରସ୍ତ ଜୀବ ଏସବୁର ଲାଭକୁ ଭାଗ୍ୟ ବୋଲି ମନେ କରେ, ତଥାପି ପ୍ରକୃତ ପ୍ରସ୍ତାବ ଏହା ମହାନ ସୌଭାଗ୍ୟ ନୁହେଁ।
ତାହେଲେ ଭାଗ୍ୟ କଣ? ଭକ୍ତି ଲାଭ। ଭକ୍ତି ମିଳିଗଲେ ଭାଗ୍ୟର ବୀଜ ମିଳିଯାଏ। ଭକ୍ତି ବୀଜର ଅପର ନାମ ଶ୍ରଦ୍ଧା। ଶ୍ରଦ୍ଧାର ବୀଜ କଣ? ଗୁରୁକୃପା ବା ସାଧୁ କୃପା। ନିତ୍ୟ ସିଦ୍ଧସ୍ୟ ଭାବସ୍ୟ ପ୍ରାକଟ୍ୟ ଗୁରୁରି ସାଧ୍ୟତା। ଗୁରୁଙ୍କ କୃପାରେ ଜୀବ ପ୍ରେମ ମୁକ୍ତି ଲାଭ হয়। ଶ୍ରଦ୍ଧା ରତି ରୁଚି ପ୍ରୀତି ନିତ୍ୟ ସିଦ୍ଧ ଭାବ। ଭକ୍ତି ନିତ୍ୟ ସିଦ୍ଧ ଭାବ ହେଲେ ସୁଦ୍ଧା ବର୍ତ୍ତମାନ ପ୍ରକାଶିତ ଆବୃତ। ଜୀବ ସ୍ୱରୂପଦ କୃଷ୍ଣ ଭକ୍ତ, ଜୀବର ଭକ୍ତି ଭାବ ଆବୃତ। এই ଆବରଣ ଖୋଲା ହବ କିପରି? ଗୁରୁ କୃପା ମିଳିଗଲେ এই ଆବରଣ ଖୋଲିଯାଏ। এই ଶ୍ରଦ୍ଧା ଜୀବ ଭିତରେ ଅଛି। ଗୁରୁଦେବ ପ୍ରକୃତ ଶ୍ରଦ୍ଧାକୁ କେବଳ ଜାଗ୍ରତ କରିଦିଅନ୍ତି। ଯେ ହୃଦୟରେ ଶ୍ରଦ୍ଧାକୁ ଖୋଲି ଦିଅନ୍ତି ସେ ହେଉଛନ୍ତି ଗୁରୁ। ଯେ ଗୁରୁ ସେ ମହାଭାଗବତ। ତାଙ୍କ କୃପାରୁ ଜୀବ ଭକ୍ତିଲତା ବୀଜ ପାଏ। ମୁଁ ଏତେ କାଳ ଦୁଃଖୀ ଥିଲି, ଏ ମହାଶୟ ମୋତେ ସୁଖୀ କରିବେ, ଏ ମୋତେ ଉଦ୍ଧାର କରିବାକୁ ଆସିଛନ୍ତି, ଏ ଭାବ ହୃଦୟରେ ଜାଗେ। কৃষ্ণ যে তোমার, কৃষ্ণ যেতে পা তোমার শপথ আছে। এ মতে কৃষ্ণ শ্রদ্ধা কৃষ্ণ রতি দেবে এপরি বিশ্বাস হয়। গুরুদেবঙ্কর দর্শনের শ্রদ্ধা জাগ্রত উদিত হয়। ভক্তিস্তু ভগবত ভক্ত সঙ্গে বলি যায়। সে গুরুদেবଙ୍କ କୃପାରୁ ଭକ୍ତି ପ୍ରକଟିତ ହେଲା। ଗୁରୁ କୃପା ସାଧୁ କୃପାରୁ ଭକ୍ତି ଉଦୟ হয়। ଯେଉଁଟା ନାହିଁ ସେଇଟା ହେଇପାରିବ ନା। ନା ସତ ବିଦ୍ୟତେ ଭାବ ନ ଭାବ ବିଦ୍ୟତେ ସତଃ। ଶ୍ରୀମଦ୍ ଭଗବଦ୍ଗୀତାରେ କୁହାଯାଇଛି। ଆମର ଭକ୍ତି ଧନ ହୃଦୟ ଭିତରେ ଅଛି। ଗୁରୁଦେବ ତାହା ପ୍ରକଟ କରିଦେଉଛି। ଏ ଗୁରୁଦେବ ରାଜା ନୁହନ୍ତି, କବି ନୁହନ୍ତି, ବୈଜ୍ଞାନିକ ନୁହନ୍ତି। ଏ କୃଷ୍ଣ ଧର୍ମରେ ଧନୀ। ମହାଜନଙ୍କୁ ଦେଖିଲେ ଶ୍ରଦ୍ଧା ଜାଗ୍ରତ ହୁଏ। ସୌଭାଗ୍ୟର ସୂଚନା ହେଲେ ଗୁରୁଙ୍କର ଦର୍ଶନ ଲାଭ ଘଟେ। ସେ ଦେଖାଦେଲେ କିନ୍ତୁ ମୁଁ ଦେଖିପାରିଲି ନା, ଏହା ହେଉଛି ଦୁର୍ଭାଗ୍ୟର କଥା। ତାଙ୍କୁ ଦେଖି ତାଙ୍କର ଆଚରଣ ଲକ୍ଷ୍ୟ କରି ତାଙ୍କର ସେବା କରିବାର ଇଚ୍ଛା ଜାଗେ, ଏ ଦୁର୍ଭାଗ୍ୟର ଉଦୟ হয়। ତାଙ୍କର ଦର୍ଶନରେ, ତାଙ୍କର ସ୍ପର୍ଶନରେ, ତାଙ୍କର ବାଣୀ ଶ୍ରବଣରେ, ତାଙ୍କ ସଙ୍ଗ ପ୍ରଭାବରେ ଅଶ୍ରଦ୍ଧାଳୁ ଲୋକର ହୃଦୟରେ ଶ୍ରଦ୍ଧା ଜାଗେ। নূতন জীবনের সূত্রপাত হয়। জীবনের গোটায় মস্ত বড় ঘটনা। গুরুদেবଙ୍କର ସାକ୍ଷାତକାର ଜୀବନର ଗୋଟାଏ ବିପ୍ଳବ। ତୁମେ ନାସ୍ତିକ ହେଇପାର, ବୈଜ୍ଞାନିକ ବା ଭାବୁକ ହେଇପାର, ଜାଗିଯିବ ନା କାହିଁକି? ସେ ଗୁରୁଙ୍କ ଦର୍ଶନରେ ଭାଗ୍ୟର ପରିବର୍ତ୍ତନ ହେଇଯାଏ। ଜୀବନର ଧାରା ନୂତନ ଭାବେ ପ୍ରବାহিত হয়। তর্ক স্পৃহা, ভোগ স্পৃহা, আসক্তি ছিন্ন হয়ে যায়। তৎপরিবর্তে শাস্ত্রীয় শ্রদ্ধা, রুচিময়ী প্রীতিময়ী ভক্তি উদিত হয়। পাষণ্ড, দাম্ভিক, উদ্ধত, ত্যাগী যা হো না কাহিଁକି ଗୁରୁଙ୍କ ପାଖକୁ ଆସିଲେ ସବୁ ଆମୂଳ ଚୂଳ ପରିବର୍ତ୍ତନ ହେଇଯାଏ। ତୁମ ଭିତରେ ଆସିବ ପ୍ରଣିପାତ, ଶ୍ରଦ୍ଧା ଓ ସେବା। ଯେ ଏହି ପ୍ରକାର ରୂପାନ୍ତର କରିବାକୁ ସକ୍ଷମ ହୁଅନ୍ତି ସେ ଗୁରୁ। ଏତେଦିନ ଧରି ଦୁଃଖୀ ଓ ଋଣୀ ଥିଲି, ବର୍ତ୍ତମାନ ଧନୀ ହେଲି। ଯାହାଙ୍କ ଭାଗ୍ୟରେ ଗୁରୁଙ୍କ ଦର୍ଶନ ହେଇନାହିଁ ସେ ବୁଝେ ନା, ସେ ଜାଣେ ନା ସେ କେତେ ଅଭାବଗ୍ରସ୍ତ। ଗୁରୁ ରୂପ ଧନ ଲାଭ କରିଛନ୍ତି, ସେ ବୁଝୁଛନ୍ତି ମୁଁ କଣ ପାଇଛି। ଏପରି କରୁଣାମୟ କ୍ଷମାଶୀଳ ମହାଜନ ଜଗତରେ କି ଧନ, ତାହା ଥରେ ଚିନ୍ତା କରି ଦେଖନ୍ତୁ। ଏ ପ୍ରକାର ମହାଜନଙ୍କର ଆବିର୍ଭାବ ସ୍ଥିତି ଜୀବର ଯେ କେଡ଼େ ବଡ଼ ଭାଗ୍ୟର ପରିଚୟ ତାହା କୁହାଯାଇ ପାରିବ ନା। এইসব মহাজন অଛନ୍ତି ବୋଲି ଆଜି ଭକ୍ତି ପ୍ରୀତି ସେବା ଅଛି। ଏମାନେ ଭକ୍ତିକୁ ଜୀବ ହୃଦୟରେ ସଞ୍ଜୀବିତ ପୁଷ୍ଟ ପ୍ରକଟିତ କରିଦିଅନ୍ତି। ସେଇଥିପାଇଁ ଏମାନେ ହେଲେ କୃଷ୍ଣ ପ୍ରସାଦ। ଭାଗ୍ୟ ନହେଲେ এই ପ୍ରକାର ଗୁରୁଙ୍କର ଦର୍ଶନ ମିଳେ ନା। ଏଥିପାଇଁ କୁହାଯାଉଛି ବ୍ରହ୍ମାଣ୍ଡ ଭ୍ରମିତେ କୋନ ଭାଗ୍ୟବାନ ଜୀବ, ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବୀଜ।